जय जगन्नाथ। आ गोटे नुआ भिडियो रे आपनको स्वागत। 100 डे चैलेंज नहीं करी मु वीडियो बनेवा आरंभ करथिली। आपण मानक भल पाइबा पई गोटिए गोटिए सब्सक्राइबर आज आसिकी पाखापाखि 28 टा सब्सक्राइबर हेलानी। माने 28 जनकर फैमिली 28 टा सब्सक्राइबर मो पई तो बहुत बड़। व्यूज भी धीरे धीरे बढ़ुची। आपण मानक भल पाइबा मते भी मिलुची। किंतु जो माने देखुछन वीडियो चैनल को सब्सक्राइब करनाथि तो देखिकी पळौचंदी। भाई एटा मु कहया कथा या जे ମୁଁ ଗୋଟେ ଭିଡିଓ ଜର୍ଣ୍ଣାଲିଷ୍ଟ। ମୋ ନାଁ ମହେନ୍ଦ୍ର। ଯେଉଁମାନେ ମୋ ଭିଡିଓ ଆଗରୁ ଦେଖୁଛନ୍ତି ସେମାନେ ମୋତେ ଜାଣିଛନ୍ତି ଭଲସେ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ଆଜି ମୋ ଭିଡିଓ ଦେଖୁଛନ୍ତି ଚ୍ୟାନେଲକୁ ତ ସବସ୍କ୍ରାଇବ କରିକି ଯିବେ। ଅଲଗା ଭାଇମାନଙ୍କ ଭଳିଆ ଛାଡ଼ିକି ପଳେଇବେନି କି ଅଲଗା ଭଉଣୀମାନଙ୍କ ଭଳିଆ ଖାଲି ଦେଖିକି ପଳେଇବେନି। ସବସ୍କ୍ରାଇବ କରିବେ। ମୋତେ ସବସ୍କ୍ରାଇବ କଲେ କଣଟା ଏକ୍ସଟ୍ରା ମିଳିବ, ମୁଁ ଆପଣଙ୍କୁ କଣଟା ଏକ୍ସଟ୍ରା ଦେବି? ସମସ୍ତେ ଭିଡିଓ ବନଉଛନ୍ତି, ମୁଁ ତ ବନଉଛି। ଏକ୍ସଟ୍ରା କଣ ଦେବି? ଏକ୍ସଟ୍ରା ଏଇଆ, ଆପଣମାନେ ଯେତେ ନ୍ୟୁଜ ଦେଖୁଛନ୍ତି ସେମାନଙ୍କର ଲାଇଫଷ୍ଟାଇଲଟା ପୁରା ଭିନ୍ନ। ସ୍ପେଶାଲି ଆମମାନଙ୍କ ଲାଇଫଷ୍ଟାଇଲଟା କଣ ପାଇଁ ଭିନ୍ନ ନା, ଆମକୁ ବେଳେବେଳେ ଏତେ ସମ୍ମାନ ମିଳେ ଯେ ଆମେ ହଜମ ବି କରିପାରୁନା। ଆଉ ବେଳେବେଳେ ଏତେ ଭର୍ତ୍ସନା ମିଳେ, ଏତେ ନିନ୍ଦା ମିଳେ, ଏତେ ଅପବାଦ ମିଳେ, ସେଟାକୁ ବି ଆମେ ହଜମ କରିପାରୁନା। ତେଣୁ ଓଭରାଲ କହିବାକୁ ଗଲେ ଆମେ କିଛି ଶୁଣୁ ହିଁ ନା। ଆଜି ଭଲ ଅଛି, ଆମେ ଗୋଟେ ଭଲ 5 ଷ୍ଟାର ହୋଟେଲରେ ବସିକିରି ନ୍ୟୁଜ କରୁଛୁ। ଆଜି କୋଉଠି ଗୋଟେ ବଡ ଦୁର୍ଘଟଣା ହେଇଗଲା, ଆମେ ଅନ୍ ସ୍ପଟ୍ ଯାଇକିରି ଯୋଉଠି ମାନେ ଲୋକ ଯିବାକୁ ଭୟ କରନ୍ତି, ବାତ୍ୟା ହେଲା, ବନ୍ୟା ହେଲା, ଭୂମିକମ୍ପ ହେଲା, ପବ୍ଲିକ ଯାଆନ୍ତିନି, ପବ୍ଲିକ ସେଫ୍ ସିକ୍ୟୁର ଘରେ ରୁହନ୍ତି, ସେ ସବୁ ଜାଗାରେ ଆମେ ଯାଇକି ସେ ସବୁ ନ୍ୟୁଜ କଭରେଜ କରୁ। ଆଉ ମୁଁ ମୋ ବ୍ଲଗରେ ସେଇଗୁଡ଼ା ହିଁ ଦେଖାଏ। ଆମେ କୋଉଠିକି ଯାଉଛୁ, କେମିତି ଯାଉଛୁ, କିଛି ନ୍ୟୁଜ ପଛରେ ବି କିଛି କାହାଣୀ ଥାଏ। ସବୁ ନ୍ୟୁଜ ପଛରେ କିଛି ଗୋଟେ କାହାଣୀ ଥାଏ। ଆପଣ ଯୋଉଟା ଦେଖି ଦଉଛନ୍ତି ଦ୍ୟାଟ୍ ଇଜ ପ୍ୟୁରିଫାଏ, ମାନେ ସେଟା ସୁଟ୍ ହେଲା, ଏଡିଟ୍ ହେଲା, ଆଉ ଟେଲିକାଷ୍ଟ କରାହେଲା ଆକର୍ଡିଂ ଟୁ ଚ୍ୟାନେଲ ଫର୍ମାଟ। କୋଉ ଚ୍ୟାନେଲ କାହାକୁ ସପୋର୍ଟ କରୁଛି, କୋଉ ଚ୍ୟାନେଲ ଫର୍ମାଟ କେମିତି, ସେଇ ହିସାବରେ ଆପଣ ଟେଲିକାଷ୍ଟ ହେଲା ଆଉ ସେଇ ହିସାବରେ ଆପଣ ଦେଖିଲେ। କିନ୍ତୁ ମୁଁ ଆପଣଙ୍କୁ ର ର ମିନ୍ସ ଯାହା ସ୍ପଟରେ ହଉଛି, ଆମେ କେମିତି କାମ କରୁଛୁ, ଏଇ ବିଷୟରେ ଆପଣମାନଙ୍କୁ ଦେଖେଇବି। ଏଇଟା ଗୋଟେ ୟୁନିକ୍ ବ୍ଲଗ। ବ୍ଲଗ ତ ବହୁତ ଲୋକ ବନାଉଛନ୍ତି, କିନ୍ତୁ ମୋ ବ୍ଲଗଟା ଏଇଥିପାଇଁ ୟୁନିକ୍ କାହିଁକିନା ମୁଁ ମୋ ଲାଇଫଷ୍ଟାଇଲ ଦେଖାଏ ଆଉ ମିଡିଆ ଭାଇମାନଙ୍କର କାମ କେମିତି, କେମିତି ଆମେ କୋଉ କୋଉ ଦିନ 5 ଷ୍ଟାର ହୋଟେଲରେ ଥାଉ ଆଉ କୋଉ କୋଉ ଦିନ ଫୁଟପାଥରେ ବସିଥାଉ। ଚେୟାର ଖଣ୍ଡେ ନଥାଏ ବସିବା ପାଇଁ, ଆଉ ରାସ୍ତା କଡ଼ରେ ଠିଆ ହେଇ 6 ଘଣ୍ଟା 7 ଘଣ୍ଟା 8 ଘଣ୍ଟା ସେମିତି କନଷ୍ଟାଣ୍ଟ ଠିଆ ହେଇଥିବୁ। ତ ଏଇ ସବୁ ଜିନିଷ ଗୁଡ଼ା ନା ବେଳେବେଳେ ନିଜକୁ ଦୁଃଖ ବି ଲାଗେ ଆଉ ଭଲ ମଜା ବି ଲାଗେ। ତ ଏଇସବୁ ଜିନିଷ ମୁଁ ବନାଏ। ତେଣୁ ଆପଣ ମୋ ଭିଡ଼ିଓକୁ ଦେଖନ୍ତୁ ଆଉ ଭଲ ପାଇବା ଦିଅନ୍ତୁ। ଭଲ ପାଇବାଟା ଦେଲେ ହିଁ ଗୋଟେ ଆଗ୍ରହ ବଢ଼େ। ଆଜି ଗୋଟେ ସବସ୍କ୍ରାଇବରରୁ ଆସିକି 28ଟା ସବସ୍କ୍ରାଇବର ମୁଁ ପହଞ୍ଚିଲି। 28 ଜଣ ବହୁତ ବଡ଼ କଥା ନୁହେଁ, କାହା ପାଇଁ ହେଇନପାରେ, ମୋ ପାଇଁ କିନ୍ତୁ ବହୁତ ବଡ଼। କାହିଁକିନା ମୁଁ ଜାଣିଛି ଗୋଟେ ଗୋଟେ ବିନ୍ଦୁ ମିଶିଲେ ସିନ୍ଧୁ ହୁଏ। ତେଣୁକରି ଯେତେବେଳେ ଏକଟା ଆସିକି 28ରେ ପହଞ୍ଚି ସାରିଲାଣି, ତେଣୁ ସେଇଟା 2 ମିଲିୟନ କେତେବେଳେ ବି ପହଞ୍ଚିଯିବ କେହି କହିପାରିବେନି। ସେଇଟା ଭିଉଅର ମାନେ ଚାହିଁଲେ ଯଦି ଭଲ ପାଇବା ଦେବେ ତାହେଲେ ହେଇପାରିବ। ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରିବା। ଆଜି ମୋର ଅଫିସ୍ ଅଛି 10ଟା ବେଳକୁ। ଦେଖିବା ଆଜି ଅଫିସରେ କଣ ହଉଛି, ଆଜି ଦିନମାନ ଆଜି କଣ କାମ ହଉଛି। ଯେହେତୁ ସକାଳୁ ସକାଳୁ ଡ୍ୟୁଟି ଥିଲା, ଖାଇ ପିଇ ଦେଇକି ସିଧା ମୁଁ ଅଫିସ୍ ଚାଲିଲି। ଆଉ ଆଜି ଆମର ଗୋଟେ ଜୁନିୟର ପିଲାଟେ ଡେସ୍କରୁ ଆମ ସହିତ ଗଲା। ଆମର ଯେହେତୁ କିଟ୍ରେ ଡ୍ୟୁଟି ପଡ଼ିଛି ଆଜି, ଆମେ କିଟ୍ ଅଭିମୁଖେ ବାହାରିଲୁ। କିଟ୍ରେ ଏବେ ଜୁନିୟର ନ୍ୟାସନାଲ୍ ପିଲାଙ୍କର ବ୍ୟାଡ଼ମିଣ୍ଟନ୍ ପିଲାଙ୍କର ସିଲେକ୍ସନ୍ ଚାଲିଛି, ସେଇଥିପାଇଁ ଆମକୁ କିଟ୍ ଯିବାକୁ ପଡ଼ୁଛି। କିଟ୍ରେ ଆମେ ପହଞ୍ଚିଗଲୁ। ତାଙ୍କ ମେନ୍ ଗେଟ୍ ଏଇଟା। ତାଙ୍କର ଆମର 13 ନମ୍ବର କ୍ୟାମ୍ପସରେ ଏଇ ପ୍ରୋଗ୍ରାମଟା ହେଉଛି। ତେଣୁ ଆମେ ସେଇଠିକି ବର୍ତ୍ତମାନ ନ୍ୟୁଜ୍ କଭରେଜ ପାଇଁ ଗଲୁ। ଏଇ ଯେଉଁ କିଟ୍ର କାନ୍ଥ ଦେଖୁଛନ୍ତି, ମାନେ କେତେ ସୁନ୍ଦର ପେଣ୍ଟିଂ ହେଇଛି ଦେଖନ୍ତୁ, ବହୁତ ସୁନ୍ଦର ଲାଗେ। ଏ ଯେଉଁ ୱାଲ୍ ପେଣ୍ଟିଂ ଗୁଡ଼ା ହେଇଛି ବହୁତ ସୁନ୍ଦର ଲାଗେ। ଏଇଟା ହେଉଛି କିଟ୍ର ଇନଡୋର ହଲ୍। ଏ ଭିତରେ ବ୍ୟାଡ଼ମିଣ୍ଟନ କୋର୍ଟ ଅଛି। ଏଇଟା ବୋଧେ ବହୁତ ବଡ଼, 100 ଫୁଟରେ 100 ମିଟରରେ 50 ମିଟର ଆର ଲମ୍ବା ଆଉ ଚଉଡ଼ା। ଏଇଠି ଚାଲିଛି ବ୍ୟାଡ଼ମିଣ୍ଟନ ଜୁନିୟର ନ୍ୟାସନାଲ୍ ସିଲେକ୍ସନ୍, ମାନେ ଯେତେ ଅଲ୍ ଇଣ୍ଡିଆରୁ ପିଲା ଆସିଛନ୍ତି ଏଇଠୁ ସିଲେକ୍ସନ୍ ହେଲା ପରେ ସେମାନେ ନ୍ୟାସନାଲ୍ ଖେଳିବେ। ବହୁତ ଛୋଟ ଛୋଟ ପିଲା, କିନ୍ତୁ ଏଇଠୁ ସିଲେକ୍ସନ୍ ହେଲା ପରେ ସେମାନେ ଜୁନିୟର ନ୍ୟାସନାଲ୍ ଖେଳିବେ। ତା'ମାନେ ଟୁର୍ଣ୍ଣାମେଣ୍ଟଟା କେତେ ବଡ଼ ଇମ୍ପୋର୍ଟାଣ୍ଟ। ଆଉ କିଟ୍ରେ ଏଇ ଯେଉଁ ଷ୍ଟାଡ଼ିୟମ୍ ଅଛି, ଏଇଟା ବହୁତ ବଢ଼ିଆ ଷ୍ଟାଡ଼ିୟମ୍। ଏହା ଛଡ଼ା
किट्रे हॉकी स्टाडियम भी अच्छी। यहाँ देखु यहाँ हॉकी स्टाडियम। ये स्टाडियम रो खासियत हूँ यहाँ इंटरनेशनल लेवल स्टाडियम। जो वर्ल्ड कप होता हॉकी सेते यही स्टाडियम रे सब नेशनल प्लेयर आसिक प्रैक्टिस भी करती। तामाने यार टर्फ गुड़ा पूरा वर्ल्ड क्लास रो, तेणु बहुत बढ़िया स्टाडियम किट भितर अच्छी। एबे ड्यूटी सरीगला किट्रु आम ऑफिस अभिमुखे बाहरलु। ऑफिस रे पहुँचिक जेहेतु मोर सका ड्यूटी थी मुझे जल्दी जल्दी घर को पलि आसिली। ऑफिस सरीगला घर को पलि आसिली। घर को आइला पर एबे देखंतु कौन कौन सब परिया पत्र आम घर को आई। देखो कौन सब परिया पत्र आई। परिया पत्र आइले रखिया दायित्वटा मोर। बैग रे देखंतु पशिछि सब कौन ना भेंडी अच्छी, बैगण अच्छी, टमाटो, आलू, कुंदूरी, एटा लेंबू आउ एइथर कौन अच्छी, एइथर पोटल, एटा भेंडी ना पूरे दे एटा सब अच्छी। आउ एइटा देख कौन एटा हला पणस, एटा हला पणस आउ एइटा हला आंबो। ए जरी रे भी आंबो अच्छी। एइटा गोटे आचार डबाटा। एइटा होची एइटा कौन एटा ए जो सोलाटा। एटा गोटे बिस्कुट। एटी कखारु अच्छी, एठी पइड। ए सब जिनस कोठु आइची एटा हम मिसेस रो मा पठेइचंती। ए सब पियाज भी अच्छी, आलू अच्छी। गोटे भारटा आइची गोटे प्रकार भार हम कहि परिया भार एटा साइज के रखिया दायित्व मोर। मते दायित्वटे मिलुची गुरु दायित्व गोटे। से दायित्व बर्तमान पूरण करिया जाउची। देखो रखा बना परिया एना रहिला भेंडी जो साइज के रखिया पड़े जरे पूरी रखिया कथा किंतु जेहेतु जरी भल नुहे तेणु सेमती रखिदबा फ्रिज रे। मार्केट रे परिया जो भाया रेट हेलानी खाइया बड़ कष्ट। तो आलू कौन 60 टका मझे ये कौन टे कमी। पियाज भी सैया आउ भेंडी बैगण कखारु तो खाई पारे एत रेट। परिया खाया अपेक्षा हमर माछ, चिकेन, मटन मटन ही बहुत पैसा छाड़ दियो। अंडा अंडा फंडा एगुड़ा सब खाया कथा। आपण घर कौन सब परिया खाउचंदी मते टे कमेंट करी कहिबे। परिया खाउचंदी ना माछ, चिकेन, मटन, अंडा रे काम चलुची। चलो परिया पत्र गुड़ा रखिदबा। आज भिडियो रे मु सेमती किसी बड़ जिनस आपको देखई पारलिनी। मुझे किट जाइतिली। किट रो गोटे बड़ खासियत कौन हो जानिचंती तांकर जे फाउंडर डॉक्टर अच्युत सामंत सर। आज जो टूर्नामेंट जाइतिली कवरेज पई जूनियर नेशनल सिलेक्शन टूर्नामेंट बैडमिंटन रो जो खेल होउतला सेठी जो माने सिलेक्शन हेबे से माने फ्यूचर रे नेशनल खेलिबे, जूनियर नेशनल खेलिबे। गोटे बड़ इवेंट सेटा गोटे। तांकर जे फाउंडर किट किस रो जे फाउंडर डॉक्टर अच्युत सामंत सर सी गोटे होचंती माने स्पोर्ट्स को एते भल पाती। गोटे लोक एते भल पाए स्पोर्ट्स को आजिका समय रे कौन सी यूनिवर्सिटी जानतु किट भलिया स्पोर्ट्स फैसिलिटीज प्राय आपण कोठी देखिया को पाइबेनी। जेतु मु बहु बार किट जाइछि, किट सहित मु बहु बहु भाबे जड़ित। तेणुकर मु एटा एथि पई कहूछि किट भलिया एते सुंदर इंफ्रास्ट्रक्चर कोठी नाही। प्राय तो किट जहा अछि किट रे क्रिकेट ग्राउंड अछि, हॉकी ग्राउंड अछि, मु देखैली हॉकी ग्राउंड अछि, इंडोर हॉल अछि, रग्बी प्लेयर अछंती। हमर इंडियन रग्बी प्लेयर रो प्राय 50% पिला किस रे पाठ पढंती जोटा कि अच्युत सामंत सार गोटे अनुष्ठान से विषय आपको आउ के कहि स्पेशल कहि ता विषय। तो मु कहबार कथा होछि सॉरी सामंत सार जने एमिति लोक एते बड़ अनुष्ठान करिकी स्पोर्ट्स को किट रे जहाँ भी खेल हुए सामंत सार काठू टंकाटाए नियंती नहीं बरं सेमानंकु फ्री ऑफ कॉस्ट रे भेन्यू दियंती, रहिबा पई बढ़िया हॉस्पिटैलिटी दियंती। तांकर जो हॉस्टल अछि सेठी केमिति प्लेयर भले रहिबे, केमिति कोच भले रहिबे, केमिति ऑफिशियल्स भले रहिबे ता व्यवस्था भी करंती।
ଏଇ ଜିନିଷଟା ନା ପ୍ରାୟ ବହୁତ ଜାଗାରେ ଦେଖାଯାଏନି, କିନ୍ତୁ ଅଚ୍ୟୁତ ସାମନ୍ତ ସାରଙ୍କ ପାଖରେ ଏଇଟା ଗୋଟେ ଭଲ ଭଲ ଗୁଣ ଅଛି ସାରଙ୍କର ଗୋଟେ, ଯେ ସାର୍ ସ୍ପୋର୍ଟସକୁ ଏତେ ପ୍ରାଧାନ୍ୟ ଦିଅନ୍ତି, ଏତେ ଭଲ ପାଆନ୍ତି ଯେ କିଏ ବି ଆସୁ, କୌଣସି ବି ଖେଳ ହଉ, ଯଦି ଗୋଟେ ଲେବୁଲ ଗୋଟେ ଗେମ୍ ଅଛି, ସାର୍ ତା ପାଇଁ ଫ୍ରି ଅଫ୍ କଷ୍ଟରେ ଷ୍ଟାଡିୟମ ଦେଇ ଦିଅନ୍ତି, ଫ୍ରି ଅଫ୍ କଷ୍ଟରେ ଭେନ୍ୟୁ ଦେଇ ଦିଅନ୍ତି, ରହିବା ପାଇଁ ସୁବିଧା କରେଇ ଦିଅନ୍ତି। ହ୍ୟାଣ୍ଡସ୍ ଅପ୍। ଏତେ ସୁନ୍ଦର ବ୍ୟବସ୍ଥା କେହି ବି କରିବେନି, କେହି ବି କରିବେନି। ସେଥିପାଇଁ ଯିଏ ବି ଆସନ୍ତି, ଆଜି ବି ଆମେ ସେ ଯୋଉ ବ୍ୟାଡମିଣ୍ଟନର ଆସିଥିଲେ, ଆମେ ତାଙ୍କ ସହିତ ବି କଥା ହଉଥିଲୁ, ସିଏ ବି ସେୟା କହିଲେ, ହେଲେ ଫାଉଣ୍ଡର ସାରଙ୍କର ଏତେ ସୁବିଧା କୌଣସି ୟୁନିଭର୍ସିଟିରୁ ଆମେ ଏତେ ସୁବିଧା କେବେ ବି ପାଇନି। ତ ଏଇଟା ଗୋଟେ ସବୁଠୁ ବଡ କଥା, ମଣିଷ ଟିକେ ଶିଖିବାର ଅଛି। ମଣିଷ ଯେତେ ଉପରକୁ ଯାଉ, କିନ୍ତୁ ଗ୍ରାଉଣ୍ଡ ତାକୁ ଭୁଲିବା କଥା ନୁହେଁ। ଏଇ କଥାଟା ନା ଅଚ୍ୟୁତ ସାମନ୍ତ ସାରଙ୍କଠୁ ସମସ୍ତଙ୍କର ଶିଖିବାର ଅଛି, ସେଭଳିଆ ଲୋକଙ୍କଠୁ ସମସ୍ତଙ୍କର ଶିଖିବାର ଅଛି। ଯାହା ହଉ, ଆଜି ତ ସମୟ ହେଇଗଲାଣି, ଆଜିର ବ୍ଲଗକୁ ଏଇଠି ରଖିବା। ପୁଣି ଦେଖାହବ ଆଉ ଗୋଟେ ନୂଆ ବ୍ଲଗରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ। କିନ୍ତୁ ରଖିବା ପୂର୍ବରୁ ଆଉଥରେ ଆପଣମାନଙ୍କୁ ନମସ୍କାର କରୁଛି, ଆଉଥରେ ବି ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଯେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ ତ ନିଶ୍ଚୟ କରିବେ, ଆଉ ଭିଡ଼ିଓ କେମିତି ଲାଗୁଛି ଯଦି କମେଣ୍ଟ କରି ନ କହିବେ, ମୁଁ କେମିତି ଜାଣିବି ଯେ ମୋ ଭିଡ଼ିଓ କେମିତି ବନଉଛି ଆଉ କ'ଣ ଡେଭଲପମେଣ୍ଟ କରିବାକୁ ଚାହିଁବି ମୁଁ ଏଥିରେ। ତେଣୁକରି ଆପଣଙ୍କ ଲାଇକ୍, କମେଣ୍ଟ ଆଉ ସବସ୍କ୍ରାଇବ ଅପେକ୍ଷାରେ ମୁଁ ମହେନ୍ଦ୍ର। ପୁଣି ଦେଖାହବ ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।